କାନ୍ଦି କାନ୍ଦି ଚିତ୍କାର କରି ଜୀବନ ହାରିଲେ ମହିଳା ସାମ୍ବାଦିକା। ସାମ୍ବାଦିକା ହେଲେ ମଧ୍ୟ ସେ ଆଜି ନିଜେ ଭାଙ୍ଗି ପଡ଼ିଲେ। ମଧୁମିତା ପରିଡା ଭୁବନେଶ୍ୱରରେ ରହି ସାମ୍ବାଦିକତା ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲାରେ। ନିଜର ମାଙ୍କୁ ଭୁଲ ମାଗି ସେ ଆଜି ନିଜର ଜୀବନ ହାରି ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହିଳା ସାମ୍ବାଦିକା ଜଣକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ବିବାହକୁ ମାତ୍ର ମାସ କେଇଟା ବିତିଛି। ନିଜର ସ୍ୱାମୀଙ୍କ ସହିତ ସୁଖର ଜୀବନ ବିତାଇବା ବଦଳରେ ସ୍ୱାମୀର ଅସଲ ରୂପ ଜାଣିବା ପରେ ସେ ନିଜର ଜୀବନ ହାରି ଦେଇଛନ୍ତି। କାନ୍ଦି କାନ୍ଦି କହିଥିଲେ, ମୁଁ ଗୋଟେ ଏମିତିକା ମଣିଷକୁ ଭୁଲରେ ବାହା ହୋଇଗଲି। 5 ମାସ ବିତିନି ସେ ମୋ ହାତ ଛାଡ଼ିଦେବ କହୁଛି। ମୁଁ ଆଉ ବଞ୍ଚିବାକୁ ଚାହୁଁନି ମମି, ମୋତେ କ୍ଷମା କରିଦେବ। ଏତିକି କହି ଟ୍ରେନ୍ ଲାଇନ୍କୁ ଡେଇଁ ନିଜର ଜୀବନ ହାରିଦେଲେ ସାମ୍ବାଦିକା ମଧୁମିତା ପରିଡା। ସ୍ୱାମୀଙ୍କର ପରକୀୟା ପ୍ରୀତି ଆଜି ମଧୁମିତାଙ୍କ ଜୀବନ ନେଇଯାଇଛି। ତେବେ ତାଙ୍କ ଦେହାନ୍ତ ପରେ ସ୍ୱାମୀ ମୁହଁ ଖୋଲିଛନ୍ତି ଏବଂ ସେ କହିଛନ୍ତି କି ଅନ୍ୟ କୌଣସି ଝିଅଙ୍କ ସହିତ ତାଙ୍କର ସମ୍ପର୍କ ନଥିଲା। ସେ କେବଳ ଡିଭୋର୍ସ କଥା ହିଁ କହିଥିଲେ। ଅନ୍ୟପଟେ ମଧୁମିତାଙ୍କ ଦେହାନ୍ତ ପାଇଁ ଭଉଣୀ ଓ ବାପା ତାଙ୍କ ସ୍ୱାମୀଙ୍କୁ ଦାୟୀ କରୁଥିବା ବେଳେ ବର୍ତ୍ତମାନ ମଧୁମିତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମଧୁମିତାଙ୍କୁ କି ନ୍ୟାୟ ମିଳିବ ତାହାର ଅପେକ୍ଷା। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ୍।